ଆରେ ବାବୁ ନା ତ ତମେ କହିଥିଲି ମୋ ପୁଅ ପାଇଁ ଗୋଟେ ପ୍ରସ୍ତାବ ଦେଖିବୁ ବୋଲି ଆ ଦେଖିଛୁ ଆ କୋଉଠି କୋଉଠି ଏ ହାଇଦ୍ରାବାଦରେ ଆ ମୁଁ ପାଇଁ ହାଇଦ୍ରାବାଦରେ ଅଛି ଠିକଣାଟା ଦେ ସାଥେ ସାଥେ ଯାଇ ଆମେ ଦେଖି ଦେଖି ଆସୁ ଆରେ ପୁଅ ଚାଲ ଚାଲ ଯିବା ଗୋଟେ ଜାଗାକୁ କୋଡେ କୋଡେ ଆ ତତେ ତ କହିଲି ଯିବୁ ବୋଲି ଯିବୁ ଏତେ କୋଶ୍ଚିନ୍ କଣ ଚାଲ ଏ ଆଜ୍ଞା ନମସ୍କାର ଏ ବାବୁନା କହୁଥିଲା ତମ ଘରେ କଣ ଗୋଟେ ଝିଅଟେ ଅଛି ପା ବାହାଘର ପାଇଁ ଆଉ ଡାକୁନାହାନ୍ତି ଝିଅକୁ ଆମେ ଦେଖିବା ପାଇଁ ଆସିଛୁ ଶୁଭ କାମକୁ ଡେରି କାହିଁ ଡାକ ଆଲୋ ଝିଅ ପାଇଁ ଏ ଯା ଆନାହାନ୍ତି ମୁଁ କେମିତି ଜାଣିବି ଆଲୋ ମୁଁ ତତେ ଏତେ ସୁନ୍ଦର ସଜ କିଏ କରିଦେଇଛି ମୁଁ ପା ନିଜେ ମୁଁ ପା ୟୁଟ୍ୟୁବ ଦେଖି ଦେଖି ପାର୍ଲର କୋର୍ସ କରିଛି ହଁ ଦେଖିକି ଲାଗୁଛି ଯେ ଆଲୋ ମୋ ସବୁ ହେଲା ଯେ ଏ ମୁଣ୍ଡରେ ତୋର ଏ କଳା ଟିପାଟା କିଏ ଲଗେଇ ଦେଇଛି ମୋ ବାପା କହିଛନ୍ତି ଆଉ ମୁଁ ଟିକେ ସୁନ୍ଦର ତ କାଳେ ନଜର ଲାଗିଯିବ ସେଥିପାଇଁ କଳା ଟିପା ଲଗେଇ ଦେଇଛି ଆଲୋ ମୁଁ ତମ ଘରେ ପ୍ଲେଟ ନାହିଁ କିଲୋ ବେଲା ଆଣିଛୁ ନା ମୋ ବୋଉ କହୁଥିଲା ଯେ ବାହାଘରରେ କାଳେ ବହୁତ ଲୋକ ଡିନର ସେଟ୍ ଗିଫ୍ଟ ଦେବେ ତ ସେଇଥିପାଇଁ ଏବେଠୁ କିଣି କାଇଁ ପଇସା ଖର୍ଚ୍ଚ କରିବୁ ସେଥିପାଇଁ ବେଲା ଆଣି ଆସିଛି ଆଲୋ ଯେ ରୋଷେଇବାସ ତତେ ଆସିଛି ହଁ ଆସେ ଏଇଟା ବା ମୁଁ ନିଜେ ବନେଇଛି ହଁ ତୁ ଏକା ଘରେ ବନାଉଥିବ ଆଉ ଜାଣିନି ମୋ ବୋଉ କହୁଥିଲା ଯଦି କିଏ ରୋଷେଇ ବିଷୟରେ ପଚାରେ କହିବୁ ଯାହା ପ୍ଲେଟରେ ଅଛି ସେଟା ମୁଁ ବନେଇଛି ଆଉ ମା କେତେ ଯାଇ ପରୀକ୍ଷା ଶିଖିଛୁ 10 ଆଉ 11 କ୍ଲାସ ଓହୋ ଏତେକ ପରୀକ୍ଷା ଶିଖିଛୁ କାଇଁ କଷ୍ଟ କରୁ ତାହେଲେ ବାପା କହିଥିଲେ ଆଉ ଏ ବୋଉ ଦେଖ ମତେ କଣ କହୁଛନ୍ତି